कलिंग स्टेडियम रे आयोजित हेब 28तम IITF ATTU एसीय टेबुल टेनिस टीम चैंपियनशिप भुवनेश्वर आसंता काली ठारू अर्थात अक्टोबर 11 तारिख रु 15 तारिख पर्यंत IITF ATTU एसीय टेबुल टेनिस टीम चैंपियनशिप आयोजन भुवनेश्वर कलिंग स्टेडियम एथलेटिक्स सेंटर ठारे कराजिबो। अंतर्जातीय टेबुल टेनिस महासंघ, भारतीय टेबुल टेनिस महासंघ, एशियन टेबुल टेनिस यूनियन, ओडिशा टेबुल टेनिस एसोसिएशन एवं ओडिशा क्रीड़ा और युवसेवा विभाग मिलित आनुकूल्य प्रतियोगितार आयोजन करा जिवो। दीर्घ 16 वर्ष पर भारतर एशिया टेबुल टेनिस चैंपियनशिप आयोजन करा ओडिशा रे प्रथम थर पई एही एशिया टेबुल टेनिस टीम चैंपियनशिप आयोजित होईछि। 28तम IITF ATTU एशिया टेबुल टेनिस टीम चैंपियनशिप प्राय 22टी देश यथा भारत, चीन, जापान, कोरिया रिपब्लिक, डेमोक्रेटिक पीपुल्स रिपब्लिक ऑफ कोरिया, ताइवान, हांगकांग, सिंगापुर, चाइनीज मकाओ, बांग्लादेश, ईरान, कजाकिस्तान, किर्गिस्तान, मलेशिया, मालदीव, मंगोलिया, नेपाल, ओमान, कतार, श्रीलंका, थाईलैंड, उज्बेकिस्तान 500 ऊर्ध्व क्रीड़ाविद, सपोर्ट स्टाफ आदि अंशग्रहण करछन्ति। उभय पुरुष और महिला टीम यह चैंपियनशिप अंशग्रहण करछन्ति। एही चैंपियनशिप रे सर्वश्रेष्ठ प्रदर्शन करिथिबा टीम गुडी को आगामी दिन में लंडन रे आयोजित हेबाकु थिबा IITF वर्ल्ड टेबुल टेनिस टीम चैंपियनशिप 2026 ପାଇଁ ଯୋଗ୍ୟ ବିବେଚିତ ହେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କ୍ରୀଡ଼ା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ୱର ଟପ୍ ର୍ୟାଙ୍କିଂ ଟେବୁଲ ଟେନିସ୍ ଖେଳାଳିମାନେ ଏହି 28ତମ IITF ATTU ଏସୀୟ ଟେବୁଲ ଟେନିସ୍ ଟିମ୍ ଚମ୍ପିଅନସିପ୍ରେ ଅଂଶଗ୍ରହଣ କରୁଛନ୍ତି। ଭାରତରୁ ମହିଳା ବିଭାଗରେ ଶ୍ରୀଜା ଅକୁଲା, ମୋନିକା ବତ୍ରା, ଦିଆ चितले, जस्वसिनी घोरपड़े, स्वस्तिका घोष और पुरुष विभाग में अंकुर भट्टाचार्य, पयास जैन, मानुष शाह, स्नेहित सुरभजुल्ला, मानव ठक्कर आदि क्रीड़ाविद अंशग्रहण करिसेंति। इतिमध्य विभिन्न देशर क्रीड़ाविद मैंने आसी भुवनेश्वर ठारे पहुंचती। खेलाड़ी मैंने प्रतियोगिता ପାଇଁ ନିଜର ଅଭ୍ୟାସ ମଧ୍ୟ ଆରମ୍ଭ କରିଛନ୍ତି। ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରିବା ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତିକୁ ବିଭାଗ ପକ୍ଷରୁ ସୁନିଶ୍ଚିତ କରାଯାଇଛି। ଆନ୍ତର୍ଜାତୀୟ ଟେବୁଲ ଟେନିସ୍ ମହାସଂଘ ଦ୍ୱାରା ସ୍ୱୀକୃତି ବିଶ୍ୱ ସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା, କ୍ରୀଡ଼ାବିତମାନଙ୍କର ଆତିଥ୍ୟ, ରହଣି ଓ ସୁରକ୍ଷା ବ୍ୟବସ୍ଥା ଆଦିକୁ ସୁନିଶ୍ଚିତ କରାଯାଇଛି। ଏଥିସହିତ ବିଗତ ଅକ୍ଟୋବର 6 ତାରିଖରେ ଟେବୁଲ ଟେନିସ୍ ଟିମ୍ ଚମ୍ପିଅନସିପ୍ ଟ୍ରଫି ଅନାବରଣ କାର୍ଯ୍ୟକ୍ରମ ଆୟୋଜିତ ହେବା ସହିତ ଇତିମଧ୍ୟରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ, ମହାବିଦ୍ୟାଳୟ, ସପିଂ ମଲ୍ ଆଦିରେ ଟ୍ରଫି ଟୁର୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଲୋକମାନଙ୍କ ମଧ୍ୟରେ ଏସୀୟ ଟେବୁଲ ଟେନିସ୍ ଟିମ୍ ଚମ୍ପିଅନସିପ୍ ଆୟୋଜନକୁ ନେଇ ଏକ ଉତ୍ସାହ ପରିଲକ୍ଷିତ ହୋଇଛି। ଏହି ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟ ପାଇଁ ବୁକ୍ ମାଇ ଶୋ ୱେବସାଇଟ୍ରେ ମଧ୍ୟ ଟିକେଟ୍ ବୁକିଂ ବ୍ୟବସ୍ଥା କରାଯାଇଛି। କ୍ରୀଡ଼ାପ୍ରେମୀ ଓ ଦର୍ଶକମାନେ ବୁକ୍ ମାଇ ଶୋ ୱେବସାଇଟ୍ରୁ ଯାଇ ଏସୀୟ ଟେବୁଲ ଟେନିସ୍ ଚମ୍ପିଅନସିପ୍ ଦେଖିବା ପାଇଁ ନିଜର ଟିକେଟ୍ ବୁକ୍ କରିପାରିବେ ବୋଲି କହିଛନ୍ତି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୁରଜ। ଏଥିସହିତ କଳିଙ୍ଗ ଷ୍ଟାଡିୟମ ଠାରେ ଆଜିଠାରୁ 40ତମ ନ୍ୟାସନାଲ ଜୁନିୟର ଆଥଲେଟିକ୍ସ ଚାମ୍ପିଅନସିପ୍ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏହା ଆସନ୍ତା ଅକ୍ଟୋବର 14 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ପ୍ରାୟ 2000 କ୍ରୀଡ଼ାବିତ ଅଂଶଗ୍ରହଣ କରିଥିବା ବେଳେ ଓଡ଼ିଶାରୁ 38 ଜଣ ପୁରୁଷ ଓ 37 ଜଣ ମହିଳା ସର୍ବମୋଟ 65 ଜଣ କ୍ରୀଡ଼ାବିତ ଅଂଶଗ୍ରହଣ କରିଛନ୍ତି। ଓଡ଼ିଶାରେ ଏହା ଏକାଶହ ଜାତୀୟ ଆନ୍ତର୍ଜାତୀୟ ସ୍ତରର ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ବିଗତ ଅଗଷ୍ଟ ମାସରେ ଭାରତର ପ୍ରଥମ ୱାର୍ଲଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ବ୍ରୋଞ୍ଜର ଆୟୋଜନ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ କରାଯାଇଥିଲା। ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଠାରୁ ନେଇ ବିଭିନ୍ନ ଆନ୍ତର୍ଜାତୀୟ ପ୍ରତିଯୋଗିତାର ଆୟୋଜନ କରିବା ସହ ବିଶ୍ୱ କ୍ରୀଡ଼ା ଜଗତରେ ଓଡ଼ିଶା ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୁରଜ ମତ ପ୍ରକାଶ କରିଛନ୍ତି। ଆଜିର କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବ ସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, एशिया टेबुल टेनिस यूनियन रीजनल वाइस प्रेसिडेंट शेख हयात अल खलीफा, टूर्नामेंट निर्देशक एन गणेशन, ओलंपियन तथा पद्मश्री अचंता शरत कमल प्रमुख उपस्थित थे।